ଆପଣ ମାନେ କିଏ ଯଦି କଣ କହିବେ ଯଦି କୁହନ୍ତୁ, ନହେଲେ ଆଉ କେହି କଣ ଜାଣିଛନ୍ତି ସେ ବିଷୟରେ କୁହନ୍ତୁ, ନହେଲେ ମାନେ କଣ ଶଙ୍କା ଯଦି ରହିଲା ସଂକୋଚ ରହିଲା ସେ ବିଷୟରେ ପ୍ରଶ୍ନ କରିପାରନ୍ତି। ଆଜି ଭଲ ଅନ୍ନପ୍ରାଶନ ବିଷୟରେ କହିଲେ। ଆଚ୍ଛା ଏବେ ତ ଆଜ୍ଞା ବର୍ତ୍ତମାନ ଆଜ୍ଞା ଶୁଣା ହଉଛି। ହଁ ଶୁଣା ଯାଉଛି କୁହନ୍ତୁ। ଆଚ୍ଛା ଯୋଉମାନେ ସପୋଜ ଅନ୍ନପ୍ରାଶନ କରୁନାହାନ୍ତି ମାନେ କିଛି ତାଙ୍କର ଡିମେରିଟ ହଉଛି ଯେ ନକରିବା ଫଳରେ କିଛି ସମସ୍ୟା ହବ। ଆପଣ କୋଉଠି ଅଛନ୍ତି ଖାଲି ଶୋ ସା ଖାଲି ଶୁଭୁଛି ସତେ ଯେମିତି ସେ ପ୍ରେସର କୁକର ଯୋଉ ସିଟି ସାଉଣ୍ଡ ନାହିଁ ସେମିତି ଶୁଭୁଛି। ଆଜ୍ଞା। ହ୍ୟାଲୋ। ହଁ ଏଥର ଶୁଣାଗଲା। ହଁ ଏଥର ପୁରା କ୍ଲିୟର ଶୁଭିଲା କୁହନ୍ତୁ। ମୁଁ କହିଲି ଯୋଉମାନେ ଅନ୍ନପ୍ରାଶନ କରୁନାହାନ୍ତି ତାଙ୍କର କିଛି ମାନେ ଭବିଷ୍ୟତରେ ଅସୁବିଧା ହବ କି ସେମିତି କିଛି ଇଏ ନାହିଁ। ଯୋଉମାନେ ଅନ୍ନପ୍ରାଶନ କରୁନାହାନ୍ତି କେବଳ ଅନ୍ନପ୍ରାଶନ କଣ ଆମର ଖ୍ରୀଷ୍ଟିଆନ ମାନେ ମୁସଲମାନ କଣ ସେମାନେ ଏ ସବୁ ସଂସ୍କାର କରାନ୍ତି କି? ସେ ସବୁ ଆମର ସନାତନ ଧର୍ମରେ ଆୟୁର୍ବେଦ ଗ୍ରନ୍ଥ ଗୁଡିକରେ ବର୍ଣ୍ଣନା ଅଛି। ଯେହେତୁ ଆୟୁର୍ବେଦ ଆଜ୍ଞା ଗ୍ରନ୍ଥ ମାନେ ଯେବେଠାରୁ ସୃଷ୍ଟି ସେତେ ସେଇଦିନ ଠାରୁ ଆପଣଙ୍କର ମାନେ ବର୍ଣ୍ଣନା ଅଛି ଆମର ଆୟୁର୍ବେଦ ବିଷୟରେ ବୁଝିପାରିଲେ ତ ଯେହେତୁ ସନାତନ ମାନଙ୍କର ମାନେ ମୁଖ୍ୟ ଗ୍ରନ୍ଥ ବୋଲି ଭାବିଥାନ୍ତୁ ଚିକିତ୍ସା ମାନେ ପଦ୍ଧତି। ତେଣୁକରି ସେମାନେ ସନାତନ ଧର୍ମକୁ ମାନୁନାହାନ୍ତି ତ ସେମାନେ ସନାତନ ଧର୍ମର ଯୋଉ ଗ୍ରନ୍ଥ ମାନିବେ କି? ତ ଆୟୁର୍ବେଦ ଗ୍ରନ୍ଥ ମଧ୍ୟ ମୁସଲମାନ ମାନେ ଏତେ ମାନୁନାହାନ୍ତି ପ୍ରଥମ କଥା ତ ଯୋଉମାନେ ସଂସ୍କାର କରୁନାହାନ୍ତି ପିଲାମାନଙ୍କର ସେମାନେ ଦେଖୁନାହାନ୍ତି ମୁଁ କହିଲିନି କି ଏ ପିଲାମାନଙ୍କର ଏଇ ସବୁ ମାନେ ଯୋଉ ଲକ୍ଷଣ ଯାହା ସବୁ କହିଲି ଏସବୁ ଲକ୍ଷଣ ସେମାନେ କଣ ମିଳୁନି କି ଆପଣ ମାନେ ଦେଖୁନାହାନ୍ତି ମିଳୁଛି ନା ନାଇଁ। ହ୍ୟାଲୋ। ଆଜ୍ଞା ଆଜ୍ଞା। ମିଳୁଛି ନା। ଆଜ୍ଞା। ହଁ ସେଥିପାଇଁ ମୁଁ କହୁଛି ମାନେ ଯଦି ଆରୋଗ୍ୟ ଦରକାର ବଳ ଦରକାର ମେଧା ଦରକାର ଆୟୁ ଦରକାର ତା ସହିତ ଯଦି ଚାହୁଁଛନ୍ତି ମୋ ପିଲା ମାନେ ଦୁଷ୍ଟ ନ ହଉ ଜିଦିଆ ନ ହଉ ତାର ମାନେ ବାତ ନ ବଢୁ ପିତ୍ତ ନ ବଢୁ ତା ସହିତ ମାନେ ଏତେ କଣ ମାନେ ସେ କୁଜା ନ ହଉ ତାପରେ ତାର ମାନେ ଶରୀରରେ ମାନେ କିଛି ଏମିତି କିଛି ମାନସିକ ମାନେ କିଛି ନ ହଉ ତ ମାନେ ସେ ପ୍ରସନ୍ନ ରହୁ ମାନେ ମତେ ମୁଁ ବୁଢା ହେଲା ବେଳୁ ମୋର ସେବା ସିଏ କରୁ ମତେ ବୃଦ୍ଧାଶ୍ରମରେ ନ ଛାଡୁ ତ ଯୋଉମାନେ ଏ ପ୍ରକାର ଚାହୁଁଛନ୍ତି ତାହେଲେ ନିଜ ପିଲାମାନଙ୍କର ସଂସ୍କାର କର୍ତ୍ତବ୍ୟ ନିହାତି ରୂପେ କରିବା ଦରକାର କେବଳ ମାନେ ଅ ଅନ୍ତିମ ସଂସ୍କାର ଛାଡିକିରି ଆଉ ଯୋଉ 15ଟା ସଂସ୍କାର ଅଛି ସେଇଟା ପ୍ରତ୍ୟେକ ମାତା ପିତାର କର୍ତ୍ତବ୍ୟ 15ଟା ଯାକ ସଂସ୍କାର କରିବା କଥା। ଠିକ ଅଛି ଆଜ୍ଞା। ଶାସନ ସଂସ୍କାର ପରେ ପିଲାକୁ ମାନେ ଖାଦ୍ୟ କଣ ଦିଆହବ ଖାଦ୍ୟ ମାନେ ପାଣି କି ଜୁସ୍ ଫୁସ୍ କି କଣ ଦେଲେ ଭଲ ହବ? ହଁ ସେଇଠି କଣ କରିବେ ପ୍ରତିଦିନ ତାର ଯେହେତୁ ଅନ୍ନପ୍ରାଶନ ହେଇଗଲା ତାକୁ ଖାଦ୍ୟରେ ମାନେ ଯଦି ଜୀର୍ଣ୍ଣ ଶକ୍ତି ଅଛି ତାହେଲେ ପ୍ରତିଦିନ ମାନେ ଗୋଟେ ଗୁଣ୍ଡା ତାର ମାନେ ବଢେଇ ବଢେଇ ଯାଆନ୍ତୁ ମାନେ ଏ ମାସରେ ମାନେ ଯେତେବେଳେ ତାକୁ ଖୁଆଇବେ ମାନେ ତାକୁ ଗୋଟେ ଗୁଣ୍ଡା ଛୋଟ ଛୋଟ ଗୁଣ୍ଡା ତାକୁ ଖୁଆଇ ନିଅନ୍ତୁ ବୁଝିପାରିଲେ ମାନେ ଧରିନିଅନ୍ତୁ ଏବେ 7 ମାସ ଚାଲିଲା ତାହେଲେ ଥରକୁ 7 ଗୁଣ୍ଡା ତାକୁ ଖାଇବାକୁ ଦିଅନ୍ତୁ ଅଧିକ ଦିଅନ୍ତୁ ଛୋଟ ଛୋଟ ଗୁଣ୍ଡା ମାନେ 7 ଗୁଣ୍ଡା ତାପରେ 8 ମାସ ଚାଲିଲା ତ 8 ଗୁଣ୍ଡା ଦିଅନ୍ତୁ 9 ମାସ ଚାଲିଲା 9 ଗୁଣ୍ଡା ଦିଅନ୍ତୁ 10 ମାସ ଚାଲିଲା 10 ଗୁଣ୍ଡା ଦିଅନ୍ତୁ 11 ମାସ ଚାଲିଲା 11 ଗୁଣ୍ଡା ଲେଖେ ଦିଅନ୍ତୁ ଥରକୁ ଯେତେ ମାନେ ଖାଇବ ତାକୁ ସେତିକି ହିସାବରେ ଖାଇବାକୁ ଦିଅନ୍ତୁ 12 ମାସରେ 12 ଗୁଣ୍ଡା ତାକୁ ମାନେ ଭାତରେ ମାନେ ମୁଗ ଡାଲି କିନ୍ତୁ ଦେବେ ହରଡ଼ ଡାଲି କି ମସୁର ଡାଲି ଚଣା ଡାଲି ବିରି ଡାଲି ଦେବେନି ଯେବେ ଦେବେ ମୁଗ ଡାଲି ଦେବେ ଏତିକି ମନେ ରଖିଥାନ୍ତୁ କାହିଁକି ନା ମୁଗ ଡାଲି ହିଁ ଆମର ମାନେ ସଂସ୍କାରରେ ମାନେ ଲାଗୁ ହୁଏ ଆୟୁର୍ବେଦ ଅନୁସାରେ ମୁଗ ଡାଲି ହିଁ ସଂସ୍କାର କରାଏ ଅନ୍ୟ ସବୁ ଡାଲି କେବେ ହେଲେ ସଂସ୍କାର କରାଏନି ସଂସ୍କାର ଅର୍ଥ କଣ ପବିତ୍ର ଆପଣଙ୍କର ଯଦି ହରଡ଼ ଡାଲି ଖାଇବେ ଆପଣଙ୍କ ଶରୀରରୁ ମାଛ ଗନ୍ଧ ଭଳିଆ ମାନେ ଦୁର୍ଗନ୍ଧ ଝାଳ ବାହାରିବ ତ ଆପଣଙ୍କର ମାନେ ସଂସ୍କାର କେମିତି ହେଲା ସେ ସଂସ୍କାର ନୁହଁ କିନ୍ତୁ ଆଜିକାଲି ମନ୍ଦିରରେ ସବୁ ଦେଖନ୍ତୁ ବିରି ଡାଲି ଗୁଡା ସବୁ ହରଡ଼ ଡାଲିକୁ ପ୍ରୟୋଗ କରୁଛନ୍ତି ତ ସେଇ ସବୁ କୁସଂସ୍କାର ସବୁ ଅପସଂସ୍କାର ସବୁ ମାନେ ଜଗନ୍ନାଥ ମନ୍ଦିରରେ ମଧ୍ୟ ହରଡ଼ ଡାଲିକି ମିଶାଇ ଦେଲେଣି ଭିତରେ ମାରିଦେଲେଣି ମାନେ ମତେ ବଡ ମାନେ ଆଶ୍ଚର୍ଯ୍ୟ ଲାଗିଲା ମାନେ ଯେତେବେଳେ ଦେଖିଲି ଜାଣିଲି ତ ମୁଗ ଡାଲି ହିଁ ମାନେ ସଂସ୍କାରରେ ପ୍ରୟୋଗ ହବା କଥା କାହିଁକିନା ମୁଗ ଡାଲି ହିଁ ମାନେ ତାକୁ ମାନେ ପବିତ୍ର ବୋଲି କୁହାଯାଇଛି ଯେତେ ପ୍ରକାର ଡାଲି ଅଛି ସବୁଠୁ ମୁଗ ଡାଲି ମାନେ କୁହାଯାଇଛି ଆପଣ ଯଦି ମାନେ କାଶ୍ୟପ ସଂହିତାରେ ମାନେ ଆମର କୌମାର ଭୃତ୍ୟ ଶାସ୍ତ୍ର ବା ବୃଦ୍ଧ ଜୀବକୀୟ ତନ୍ତ୍ର ବା ଆପଣଙ୍କର ମାନେ ଯେତେ ସବୁ ବାଳ ମାନେ ଗ୍ରନ୍ଥ ଯୋଉ ଅଛି ସେ ସବୁଥିରେ ବର୍ଣ୍ଣନା ଅଛି ଅନ୍ନପ୍ରାଶନ ହେଇଗଲା ପରେ ତାକୁ ଯେତେବେଳେ ମଧ୍ୟ ଶୋଷ ଲାଗିବ ମୁଗ ଡାଲି କଲା ପରେ ତାର ଯୋଉ ଉପରେ ଯୋଉ ପାଣି ଯୋଉ ଜମି ନଥାଏ ଉପର ପାଣି ସେ ଉପରର ପାଣି ତାକୁ ଅଳ୍ପ ଅଳ୍ପ ମାତ୍ରାରେ ତାକୁ ପିଇବା ଦେବା ଦରକାର ଯୋଉମାନଙ୍କର ଜୀର୍ଣ୍ଣ ଶକ୍ତି ନାହିଁ ପିଲାମାନଙ୍କର
ଜୀର୍ଣ୍ଣ ଶକ୍ତି ଅଛି ତ ମାସ ହିସାବରେ ତାକୁ ଗୋଟେ ଥରକୁ ଗୋଟେ ଗୋଟେ ଗୁଣ୍ଡା ତାର ବଢେଇ ନେବେ। କିନ୍ତୁ ଯଦି ଜୀର୍ଣ୍ଣ ଶକ୍ତି ନାହିଁ ତ ତାକୁ ମୁଗ ଡାଲିର ପାଣି ତାକୁ ମାନେ ଅଳ୍ପ ଅଳ୍ପ ମାତ୍ରାରେ ପିଆଇବେ। ତ ମୁଗ ଡାଲି ପାଣି ପିଇବା ଦ୍ୱାରା ତାର ଜୀର୍ଣ୍ଣ ଶକ୍ତି ମଧ୍ୟ ବଢେ, ଶରୀରରେ ବଳ ମଧ୍ୟ ବଢେ, ମସ୍ତିଷ୍କ ବଳ ବଢେ, ଆଉ ମନ ସ୍ଥିର ରହେ, ତା ସହିତ ସ୍ମରଣ ଶକ୍ତି ମାନେ ମେଧା ଶକ୍ତି ମଧ୍ୟ ବଢେ। ତେଣୁକରି ତାକୁ ମୁଗ ଡାଲି ପାଣି ଆରାମରେ ପିଇବାକୁ ଦେଇପାରିବେ। ଆଉ ତାର ଜୀର୍ଣ୍ଣ ଶକ୍ତି ଉପରେ ତାର ଫୋକସ କରିକିରି ଧ୍ୟାନ କରିକିରି ତାକୁ ମାନେ ଖାଇବା ପିଇବା ଉପରେ ପନିପରିବା ଉପରେ ତାର ବର୍ଣ୍ଣନା କରିବେ। ମାନେ ଲଘୁ ଲଘୁ ଆହାର ପ୍ରଥମେ ଦେବେ, ତାପରେ ଯେମିତି ଲଘୁ ଆହାର ତାକୁ ପାଚନ ହେଇଯାଉଛି, ଜୀର୍ଣ୍ଣ ହେଇଯାଉଛି, ଧୀରେ ଧୀରେ ତାକୁ କଣ କରିବେ ଗରିଷ୍ଠ ଖାଦ୍ୟ ଆଡକୁ ନେବେ। ଗରିଷ୍ଠ ଖାଦ୍ୟ ଆଡକୁ କେବେ ନେବେ ନା ଚୂଡାକରଣ ସଂସ୍କାର ପରେ, ମାନେ ବର୍ଷେ ପରେ। ଯେତେବେଳେ ଚୂଡାକରଣ ଅର୍ଥ ମାନେ ଆପଣ ଯୋଉ ଶିର ମୁଣ୍ଡନ କରାନ୍ତି, ମାନେ ଯାହାର ମାନେ କାହାର କୋଉ ପ୍ରକାର ଭାବରେ ମାନେ ବିଧାନ ଥାଏ, କିଏ ନିଜର କୁଳଦେବୀ ପାଖକୁ ନେଇ ନିଅନ୍ତି, ବା କିଏ ନିଜ ଘରେ ମାନେ ମୁଣ୍ଡନ କରାନ୍ତି, ମାନେ ଯାହାର ଯୋଉ କୁଳ ପରମ୍ପରା ନୀତି ନିୟମ ଅନୁସାରେ ଅଛି, ସେଇ ନୀତି ନିୟମ କୁଳ ପରମ୍ପରା ଅନୁସାରେ ଆପଣଙ୍କର ମାନେ ମୁଣ୍ଡନ କରାଇବେ। କିନ୍ତୁ ଚୂଡାକରଣ ପର୍ଯ୍ୟନ୍ତ ଆପଣଙ୍କର ଲଘୁ ଆହାର ଦେବେ। ଚୂଡାକରଣ ସଂସ୍କାର ପରେ ତାକୁ ଧୀରେ ଧୀରେ ଗରିଷ୍ଠ ଆହାର କରିବେ। ସେଥିପାଇଁ ଚୂଡାକରଣ ସଂସ୍କାରରେ ମାନେ ଦେଖିଥିବେ କିଛି କିଛି ଲୋକମାନେ ମାନେ ଛେଳି ବଳି, କୁକୁଡା ବଳି ଏଇ ସବୁ ଦିଅନ୍ତି। ମାନେ ଦେଇକିରି ତାର ମାନେ ମାନେ ଯୋଉ ମାଂସର ରନ୍ଧନ ହବ, ସେଇ ମାଂସର ଝୋଳ ତାକୁ ମାନେ ଖାଇବାକୁ ଦିଅନ୍ତି। କିଛି କିଛି ଘରେ ମାନେ ମାଛ ତରକାରୀ ହୁଏ, ତ ସେ ମାଛର ଝୋଳ ତାକୁ ମାନେ ଖାଇବାକୁ ଦିଅନ୍ତି। ମାନେ ଧୀରେ ଧୀରେ ତାକୁ ମାନେ ଗରିଷ୍ଠ ଆଡକୁ ତାକୁ ମାନେ ଆମେ ସବୁବେଳେ ତ ଲଘୁ ଆହାର ଯଦି ଆମେ ତାକୁ ରଖିବା, ସେ ଜୀବନରେ କେବେ ଗରିଷ୍ଠ ଆହାରକୁ ସେ ତାର ଜୀର୍ଣ୍ଣ ଶକ୍ତି ବଢିବନି, କି ତାକୁ ଅଗ୍ନି ପ୍ରାଦୀପ୍ତ ହବନି, କି ତାର ସେ ଗରିଷ୍ଠ ଖାଦ୍ୟକୁ କେବେ ଜୀର୍ଣ୍ଣ କରିପାରିବନି। ତେଣୁକରି ଆମିଷଟା ହଉଛି ସବୁଠୁ ଅଧିକ ଗରିଷ୍ଠ। ତେଣୁକରି ତାକୁ ଚୂଡାକରଣ ସଂସ୍କାରରେ, ସେ ସଂସ୍କାରରେ ମଧ୍ୟ ମାନେ ମାଂସ ମାନେ ମାଛ ମାଂସ ସେ ସବୁ ଗୋଟେ ପ୍ରକାର ବଳି ପ୍ରଥା ବୋଲି କହିକିରି ସେ ସବୁ ମାନେ ଆୟୁର୍ବେଦ ମନରେ ମଧ୍ୟ ବର୍ଣ୍ଣନା ଅଛି। ବାକି ଆମେ ଏହାକୁ ଧର୍ମଶାସ୍ତ୍ର ସହିତ ଯୋଡିବା ତ ଇଏ ମାନେ ମାନେ ମେଳ ଖାଇବନି। କିନ୍ତୁ ଆୟୁର୍ବେଦ ଗ୍ରନ୍ଥ ଅନୁସାରେ ତାକୁ କୁହାଯାଇଛି ଯେ ଲଘୁ ଆହାରରୁ ଆମେ ଗୁରୁ ଆହାରକୁ ତାକୁ ଧୀରେ ଧୀରେ ନେଲେ। ମାନେ ଏଇଥିରେ କେତେ ଲୋକ ମାନେ ଏକମତ ହେବେ, କେତେ ଲୋକ ମାନେ ବିରୋଧ କରିବେ ମୁଁ ଜାଣିଛି। କିନ୍ତୁ ମୁଁ ସେଇ କଥା କହୁଛି ଯାହା ଆୟୁର୍ବେଦ ଗ୍ରନ୍ଥ ଗୁଡିକରେ ବର୍ଣ୍ଣନା ଅଛି। ବାକି କିଏ ପାଳନ କରୁଛି କରୁ, ନହେଲେ ଯିଏ ପାଳନ ନ କରୁଛି ନ କରୁ। ଏମିତି ମଧ୍ୟ ଆୟୁର୍ବେଦ ଗ୍ରନ୍ଥରେ କୁହାଯାଇଛି ସଂସାରରେ 3 ପ୍ରକାର ପ୍ରାଣୀ ଅଛନ୍ତି। ସତ୍ୟ ସାତ୍ଵିକ ପ୍ରାଣୀ, ସେମାନେ କେବେ ଆମିଷ ଗ୍ରହଣ କରନ୍ତିନି। କ୍ଷୀର, ଦହି, ଚଲା, ଘିଅ ଏଇ ସବୁ ଲହୁଣୀ ଅଧିକ ଖାଆନ୍ତି, ଫଳମୂଳ ଅଧିକ ଖାଆନ୍ତି। ରଜଗୁଣ, ସେମାନେ ସବୁ ପ୍ରକାର ମାନେ ସତ୍ୱ ଗୁଣର ସବୁ ଖାଦ୍ୟ ଖାଆନ୍ତି, ତମ ମାନେ ଯୋଉ ମାନେ ଆମିଷ ମଧ୍ୟ ଖାଆନ୍ତି। କିନ୍ତୁ ତମ ଗୁଣ ହଉଥିବ ସେମାନେ ମଦ, ମାଛ, ମାଂସ, ଅଣ୍ଡା ଏମାନଙ୍କୁ ହିଁ ଅଧିକ ଖାଇବେ। ସେମାନେ ଘିଅ ଖାଇଲେ ମଧ୍ୟ ତାଙ୍କୁ ବାନ୍ତି ହେଇଯିବ, କ୍ଷୀର ପିଇଲା ମାନେ ତାଙ୍କୁ ବାନ୍ତି ହେଇଯିବ, ମାନେ ଏଲର୍ଜି ହେଇଯିବ। ଦହି ମାନେ ନାଁ ଶୁଣିଲେ ତାଙ୍କୁ ମାନେ ବାର ବାନ୍ତି, ଘିଅର ବାସନା ଶୁଣିଲେ କିଛି କିଛି ଲୋକମାନଙ୍କୁ ବାନ୍ତି ହେଇଯାଏ। ଏସବୁ ସେମାନେ ତମ ଗୁଣି ମାନେ ପୁରୁଷ ଜାଗ, ତମ ପ୍ରକୃତିର ପୁରୁଷ ଜାଗ। ତେଣୁକରି ସେ ସବୁ ମାନେ ଏମିତି ହୁଏ। ଠିକ ଅଛି ଭାଇ। ଆଜ୍ଞା। ତ କାହାର ମାନେ କିଛି କହିବାର ଅଛି ତ କୁହନ୍ତୁ, ନହେଲେ ସତ୍ରକୁ ବିରାମ ଦେବା। ଅନ୍ନପ୍ରାଶନ ପରେ କେବଳ ମାନେ ଅନ୍ନ ଦବା, ଯୋଉ ମାନେ ଭାତ ନା ଚୁଡା ଗୁଣ୍ଡ କି ମାନେ ଛତୁଆ ଗୁଣ୍ଡ ଏଗୁଡା ଦେଇହବ? ହଁ ଛତୁଆ ଗୁଣ୍ଡ ଦେଇପାରିବେ। ଛତୁଆ ଗୁଣ୍ଡ କିନ୍ତୁ ସକାଳେ ଥରେ ଦେବେ। ସୂର୍ଯ୍ୟ ଉଦୟ ପରେ ଛତୁଆ ଗୁଣ୍ଡ ଗୋଟେ ଚାମଚ 2 ଚାମଚ ଏମିତି କ୍ଷୀରରେ ବା ପାଣିରେ ମିଶେଇକିରି ତାକୁ ଦେବେ। ଥରେ ଦେବେ ଛତୁଆ, ଆଉ ତାକୁ ଦିନରେ ଦ୍ୱିତୀୟ ଥର ଦେବେନି ଛତୁଆ। ଆଉ କିନ୍ତୁ ମାନେ ଯେହେତୁ ଅନ୍ନପ୍ରାଶନ ହେଇଗଲା ଅର୍ଥ ଇଏ ନୁହଁ ଯେ ଖାଲି ସିଏ ମାନେ ଖାଲି ଅନ୍ନ ଖାଇକି ରହିବ, ସେମିତି ନୁହଁ। ପିଲା ହଉଛନ୍ତି 3 ପ୍ରକାର ଆୟୁର୍ବେଦ ଗ୍ରନ୍ଥ ଅନୁସାରେ। ଗୋଟେ ହଉଛନ୍ତି କେବଳ ସ୍ତନ୍ୟ ପାଇ, ଆଉ ଗୋଟେ ହଉଛନ୍ତି ସ୍ତନ୍ୟ ଆଉ ସ୍ତନ୍ୟ ପାଇ ଅନ୍ନ ସେବନକାରୀ, ଆଉ ଗୋଟେ ହଉଛନ୍ତି କେବଳ ଅନ୍ନ ସେବନକାରୀ, ଅନ୍ନ ମାନେ ଅନ୍ୟ ଭକ୍ଷୀ। ତ ମାନେ ଅନ୍ନପ୍ରାଶନ ପରେ କଣ, ମା କ୍ଷୀର ଏମିତି କୁହାଯାଏ ଯେ 3 ବର୍ଷ ପର୍ଯ୍ୟନ୍ତ ମା କ୍ଷୀର ଖାଇବା କଥା। ତ ଅନ୍ନପ୍ରାଶନ ପରେ ମା କ୍ଷୀର ମଧ୍ୟ ଖାଇବ, ମାନେ ସ୍ତନ୍ୟ ପାଇ ମଧ୍ୟ, ଆଉ ଅନ୍ନ ଭକ୍ଷୀ ମଧ୍ୟ, ମାନେ ଅନ୍ନ ମଧ୍ୟ ଭକ୍ଷଣ କରିବ। ତେଣୁକରି ଅନ୍ନ ଭକ୍ଷଣକାରୀ ମାନଙ୍କୁ କଣ କରିବେ, ଯେହେତୁ ମା କ୍ଷୀର ମଧ୍ୟ ଖାଇବ, ତେଣୁକରି ଛତୁଆ ଦିନରେ ଥରେ ଦେବେ, ସେଟା କେବଳ ସକାଳେ ଦେବେ। 3 ବର୍ଷ ଯୋଉ ପର୍ଯ୍ୟନ୍ତ ପୁରା ସମ୍ପୂର୍ଣ୍ଣ ଆୟୁଷ ସମ୍ପୂର୍ଣ୍ଣ ନ ହେଇଛି। ତା ସହିତ କ୍ଷୀରି ମଝିରେ ମଝିରେ ଦଉଥିବେ। ଆଉ କ୍ଷୀରି ଟା ଯେବେ ଦଉଥିବେ ସୋମବାର ଦିନ ଦଉଥିବେ, ନହେଲେ ଗୁରୁବାର ଦିନ ଦଉଥିବେ। ଏଇଟା ମନେ ରଖିଥାନ୍ତୁ। କ୍ଷୀରିଟା ପ୍ରତ୍ୟେକ ସପ୍ତାହରେ ତାକୁ କରିକି ଦଉଥିବେ। ସୋମବାରେ ନହେଲେ ଗୁରୁବାରେ, ଯଦି ସୋମବାର ଦିନ କଲେ ତ ଗୁରୁବାରେ କରିବେନି, ଯଦି ଗୁରୁବାର କଲେ ତ ସୋମବାରେ କରିବେନି। ଏତିକି ମନେ ରଖନ୍ତୁ। କିନ୍ତୁ ସପ୍ତାହରେ ଥରେ କ୍ଷୀରି ନିଶ୍ଚିତ ରୂପେ ଖାଇବାକୁ ଦେବେ ଅନ୍ନପ୍ରାଶନ କଲା ପରେ। ତାପରେ ଆଉ କଣ କରିବେ ନା ବିଭିନ୍ନ ପ୍ରକାର ଖାଦ୍ୟ ପେୟ ଯେ ସବୁ ଯାହା ସବୁ ଅଛି, ଧୀରେ ଧୀରେ ତାଙ୍କୁ ସବୁ ବିଭିନ୍ନ ପ୍ରକାର ଖାଦ୍ୟକୁ ଧୀରେ ଧୀରେ ଅଳ୍ପ ଅଳ୍ପ ମାତ୍ରାରେ ତାଙ୍କୁ ଅନୁଭବ ଆରମ୍ଭ କରିବାର ସେବନ କରିବେ। କିନ୍ତୁ ତାର ଅର୍ଥ ଏୟା ନୁହଁ ଯେ ଆପଣଙ୍କର ମା କ୍ଷୀର ବନ୍ଦ କରିବେ, ସେମିତି ନୁହଁ।
ଆଚ୍ଛା ପନିପରିବା ସିଝା ଯୋଉ କଦଳୀ ଚକଟା କି ଅନ୍ୟ କିଛି ସେଗୁଡା ଦେଇହବ? ହଁ ହଁ ଦେଇପାରିବେ। ସେ ସବୁ ଖାଇବାକୁ ଦେବା ପାଇଁ ତ ଅନ୍ନପ୍ରାଶନ ସଂସ୍କାର ନା, ଆରାମରେ ଦେଇପାରିବେ କିଛି ଅସୁବିଧା ନାହିଁ। ଆଉ କାହାର କିଛି କହିବାର ଅଛି କି? ତାହେଲେ ସତ୍ରକୁ ରଖିବା ଏଇଠି। ହଁ ଭାଇ ହଉ ରଖିବା ଆଉ। ଆଜ୍ଞା ଆଜ୍ଞା। ତାହେଲେ ଜୟ ଜଗନ୍ନାଥ ସମସ୍ତଙ୍କୁ ଶୁଭରାତ୍ରି। ଆସନ୍ତା କାଲି ପୁଣି ଦେଖାହବ ସମସ୍ତଙ୍କୁ। ସେଇ ଦିନ ପର୍ଯ୍ୟନ୍ତ ଜୟ ଜଗନ୍ନାଥ ଶୁଭରାତ୍ରି।